ଲେବି ପୁସ୍ତକ 20 ପର୍ବ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଆହୁରି କହିବ, ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଅବା ଇସ୍ରାଏଲ ମଧ୍ୟରେ ପ୍ରବାସକାରୀ ବିଦେଶୀମାନଙ୍କ ମଧ୍ୟରୁ କୌଣସି ଲୋକ ଯେବେ ଆପଣା ବଂଶର କାହାକୁ ମୋଲୋକ ଦେବତାର ଉଦ୍ଦେଶ୍ୟରେ ପ୍ରଦାନ କରେ, ତେବେ ତାହାର ନିଶ୍ଚୟ ପ୍ରାଣଦଣ୍ଡ ହେବ ଓ ଦେଶୀୟ ଲୋକମାନେ ତାହାକୁ ପଥର ମାରି ବଧ କରିବେ। ପୁଣି ଆମ୍ଭେ ମଧ୍ୟ ସେ ମନୁଷ୍ୟ ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା, କାରଣ ସେ ଆମ୍ଭର ପବିତ୍ର ସ୍ଥାନ ଅପବିତ୍ର କରିବାକୁ ଓ ଆମ୍ଭର ପବିତ୍ର ନାମ ଅପବିତ୍ର କରିବାକୁ ମୋଲୋକ ଦେବତା ଉଦ୍ଦେଶ୍ୟରେ ଆପଣା ବଂଶଜାତକୁ ଦେଇଅଛି। ଆଉ ଯେଉଁ ସମୟରେ ସେହି ଲୋକ ଆପଣା ସନ୍ତାନକୁ ମୋଲୋକ ଦେବତା ଉଦ୍ଦେଶ୍ୟରେ ଉତ୍ସର୍ଗ କରେ, ସେ ସେହି ସମୟରେ ଯେବେ ଦେଶୀୟ ଲୋକମାନଙ୍କର କୌଣସି ରୂପେ ତାହା ପ୍ରତି ଚକ୍ଷୁ ମୁଦ୍ରିତ କରନ୍ତି ଓ ତାହାକୁ ବଧ ନ କରନ୍ତି, ତେବେ ଆମ୍ଭେ ସେହି ଲୋକ ବିରୁଦ୍ଧରେ ଓ ତାହାର ବଂଶ ବିରୁଦ୍ଧରେ ଆପଣା ମୁଖ ରଖିବା। ପୁଣି ତାହାକୁ ଓ ମୋଲୋକ ଦେବତା ସହିତ ବ୍ୟଭିଚାର କରିବା ନିମନ୍ତେ ତାହାର ପଶ୍ଚାତଗାମୀ ବ୍ୟଭିଚାରୀ ସମସ୍ତଙ୍କୁ ସେମାନଙ୍କର ଲୋକଗଣ ମଧ୍ୟରୁ ଉଚ୍ଛିନ୍ନ କରିବା। ଆଉ ଯେଉଁ ପ୍ରାଣୀ ବ୍ୟଭିଚାର କରିବାକୁ ଭୁତୁଡ଼ିଆ ଓ ଗୁଣିଆ ଲୋକର ପଶ୍ଚାତଗାମୀ ହୁଏ, ଆମ୍ଭେ ସେହି ପ୍ରାଣୀ ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା। ଏହେତୁ ତୁମ୍ଭେମାନେ ଆପଣାମାନଙ୍କୁ ପବିତ୍ର କର ଓ ପବିତ୍ର ହୁଅ, କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ଆହୁରି ତୁମ୍ଭେମାନେ ଆମ୍ଭର ବିଧି ମାନ୍ୟ କରି ପାଳନ କରିବ। ଆମ୍ଭେ ତୁମ୍ଭମାନଙ୍କର ପବିତ୍ରକାରୀ ସଦାପ୍ରଭୁ ଅଟୁ। ଯେ କେହି ଆପଣା ପିତା କି ଆପଣା ମାତାକୁ ଶାପ ଦିଏ, ସେ ନିତ୍ୟାନ୍ତ ହତ ହେବ। ସେ ତାହାର ପିତାକୁ କି ତାର ମାତାକୁ ଶାପ ଦେଇଅଛି, ତାହା ଉପରେ ତାହାର ରକ୍ତ ବର୍ତ୍ତିବ। ଆଉ ଯେ କେହି ପରର ଭାର୍ଯ୍ୟା ସହିତ ବ୍ୟଭିଚାର କରେ, ଯେ ଆପଣା ପ୍ରତିବାସୀର ଭାର୍ଯ୍ୟା ସହିତ ବ୍ୟଭିଚାର କରେ, ସେ ବ୍ୟଭିଚାରୀ ଓ ବ୍ୟଭିଚାରିଣୀ ଦୁହେଁ ନିତ୍ୟାନ୍ତ ହତ ହେବେ। ପୁଣି ଯେଉଁ ଲୋକ ଆପଣା ପିତୃ ଭାର୍ଯ୍ୟା ସହିତ ଶୟନ କରେ, ସେ ଆପଣା ପିତାର ଆବରଣୀୟ ଅନାବୃତ କରିଅଛି, ସେ ଦୁହେଁ ନିତ୍ୟାନ୍ତ ହତ ହେବେ। ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ। ପୁଣି ଯେବେ କେହି ଆପଣା ପୁତ୍ରବଧୂ ସହିତ ଶୟନ କରେ, ତେବେ ସେ ଦୁହେଁ ନିତ୍ୟାନ୍ତ ହତ ହେବେ। ସେମାନେ ପାଷାଣ୍ଡ କର୍ମ କରିଅଛନ୍ତି, ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ। ପୁଣି ପୁରୁଷ ଯେବେ ପୁରୁଷ ସହିତ ସ୍ତ୍ରୀ ତୁଲ୍ୟ ଶୟନ କରେ, ତେବେ ସେ ଦୁହେଁ ଘୃଣାଯୋଗ୍ୟ କର୍ମ କରିଅଛନ୍ତି, ସେମାନେ ନିତ୍ୟାନ୍ତ ହତ ହେବେ। ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ। ଆଉ କେହି ଯେବେ କୌଣସି ସ୍ତ୍ରୀ କି ଓ ତାହାର ମାତାକୁ ଗ୍ରହଣ କରେ, ତେବେ ତାହା ଦୁଷ୍ଟତା ଅଟେ। ତୁମ୍ଭମାନଙ୍କ ମଧ୍ୟରେ ଯେପରି ଏପରି ଦୁଷ୍ଟତା ନ ହୁଏ, ଏଥିପାଇଁ ସେ ସେମାନଙ୍କର ଉଭୟ ଅଗ୍ନିରେ ଦଗ୍ଧ ହେବେ। ପୁଣି ଯେବେ କେହି ପଶୁ ସହିତ ସଙ୍ଗମ କରେ, ତେବେ ସେ ନିତ୍ୟାନ୍ତ ହତ ହେବ। ପୁଣି ତୁମ୍ଭେମାନେ ସେହି ପଶୁକୁ ମଧ୍ୟ ବଧ କରିବ। ପୁଣି କୌଣସି ସ୍ତ୍ରୀ ଯେବେ କୌଣସି ପଶୁ ସହିତ ସଙ୍ଗମ କରିବାକୁ ତାହା ନିକଟକୁ ଯାଇ ତାହା ଆଗରେ ଶୟନ କରେ, ତେବେ ତୁମେ ସେହି ସ୍ତ୍ରୀ କି ଓ ପଶୁକୁ ବଧ କରିବ। ସେମାନେ ନିତ୍ୟାନ୍ତ ହତ ହେବେ। ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ। ଆଉ ଯେବେ କେହି ଆପଣା ଭଗିନୀ କି ଅର୍ଥାତ୍ ଆପଣା ପିତୃକନ୍ୟା କି ମାତୃକନ୍ୟାକୁ ଗ୍ରହଣ କରେ ଓ ଦୁହେଁ ଏକ ଆରେକର ଉଲଙ୍ଗତା ଦେଖନ୍ତି, ତେବେ ତାହା ଲଜ୍ଜାର ବିଷୟ। ସେମାନେ ଆପଣା ଲୋକମାନଙ୍କର ସନ୍ତାନଗଣର ସାକ୍ଷାତରେ ଉଚ୍ଛିନ୍ନ ହେବେ। ସେ ଆପଣା ଭଗିନୀର ଆବରଣୀୟ ଅନାବୃତ କରିଅଛି, ସେ ଆପଣା ଅପରାଧ ବହିବ। ପୁଣି ଯେବେ କେହି ରଜସ୍ୱଳା ସ୍ତ୍ରୀ ସହିତ ଶୟନ କରେ ଓ ତାହାର ଆବରଣୀୟ ଅନାବୃତ କରେ, ତେବେ ସେହି ପୁରୁଷ ତାର ଝରଣା ପ୍ରକାଶ କରିବାରୁ ଓ ସେହି ସ୍ତ୍ରୀ ଆପଣା ଝରଣା ଅନାବୃତ କରିବାରୁ ସେ ଦୁହେଁ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବେ। ଆଉ ତୁମ୍ଭେ ଆପଣା ମାଉସୀର ବା ପିଉସୀର ଆବରଣୀୟ ଅନାବୃତ କରିବ ନାହିଁ। ତାହା କଲେ ଆପଣା ନିକଟବର୍ତ୍ତୀ କୁଟୁମ୍ବର ଆବରଣୀୟ ଅନାବୃତ କରାଯାଏ। ସେମାନେ ଆପଣା ଆପଣା ଅପରାଧ ବହିବେ। ଆଉ ଯେବେ କେହି ଆପଣା ପିତୃବ୍ୟ ପତ୍ନୀ ସହିତ ଶୟନ କରେ, ତେବେ ସେ ଆପଣା ପିତୃବ୍ୟର ଆବରଣୀୟ ଅନାବୃତ କରିଅଛି। ସେମାନେ ଆପଣା ଆପଣାର ପାପ ବହିବେ। ସେମାନେ ନିଃସନ୍ତାନ ହୋଇ ମରିବେ। ପୁଣି ଯେବେ କେହି ଆପଣା ଭାତୃଭାର୍ଯ୍ୟାକୁ ଗ୍ରହଣ କରେ, ତେବେ ତା ଅଶୁଚି କର୍ମ। ସେ ଆପଣା ଭ୍ରାତାର ଆବରଣୀୟ ଅନାବୃତ କରିଅଛି, ସେମାନେ ନିଃସନ୍ତାନ ହେବେ। ଏ ନିମନ୍ତେ ତୁମ୍ଭେମାନେ ଆମ୍ଭର ବିଧି ଓ ଆମ୍ଭର ସମସ୍ତ ଶାସନ ମାନ୍ୟ କରି ପାଳନ କରିବ।
ତହିଁରେ ଆମ୍ଭେ ଯେଉଁ ଦେଶରେ ବାସ କରିବା ନିମନ୍ତେ ତୁମ୍ଭମାନଙ୍କୁ ନେଇ ଯାଉଅଛୁ ସେହି ଦେଶ ତୁମ୍ଭମାନଙ୍କୁ ଉଦ୍ଗାର କରିବ ନାହିଁ। ପୁଣି ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରୁ ଯେଉଁ ଦେଶୀୟ ଲୋକମାନଙ୍କୁ ଦୂର କରୁଅଛୁ ସେମାନଙ୍କ ଆଚାର ଅନୁସାରେ ତୁମ୍ଭେମାନେ ଚଳିବ ନାହିଁ, କାରଣ ସେମାନେ ସେହି ସବୁ ଦୁଷ୍କର୍ମ କଲେ। ଏଣୁକରି ଆମ୍ଭେ ସେମାନଙ୍କୁ ଘୃଣା କଲୁ। ମାତ୍ର ଆମ୍ଭେ ତୁମ୍ଭମାନଙ୍କୁ କହିଅଛୁ ତୁମେମାନେ ସେମାନଙ୍କର ଦେଶ ଅଧିକାର କରିବ, ଆଉ ଆମ୍ଭେ ଅଧିକାର ନିମନ୍ତେ ତୁମ୍ଭମାନଙ୍କୁ ସେହି ଦୁଗ୍ଧ ମଧୁ ପ୍ରବାହୀ ଦେଶ ଦେବା, ଯେ ଅନ୍ୟ ଲୋକଠାରୁ ତୁମ୍ଭମାନଙ୍କୁ ପୃଥକ କରିଅଛି। ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ଏହେତୁ ତୁମ୍ଭେମାନେ ସୂଚି ଅସୂଚି ପଶୁ ଓ ସୂଚି ଅସୂଚି ପକ୍ଷୀ ମଧ୍ୟରେ ପୃଥକ କରିବ। ଆମ୍ଭେ ଯେ ପଶୁ ଓ ପକ୍ଷୀ ଓ ଭୂଚର ଜନ୍ତୁକୁ ଅସୂଚି ବୋଲି ତୁମ୍ଭମାନଙ୍କଠାରୁ ପୃଥକ କରିଅଛୁ, ତଦ୍ୱାରା ଆପଣା ଆପଣା ପ୍ରାଣକୁ ଘୃଣାଯୋଗ୍ୟ କରିବ ନାହିଁ। ପୁଣି ତୁମ୍ଭେମାନେ ଆମ୍ଭ ଉଦ୍ଦେଶ୍ୟରେ ପବିତ୍ର ହେବ, କାରଣ ଆମ୍ଭେ ସଦାପ୍ରଭୁ ପବିତ୍ର ଅଟୁ। ଆଉ ତୁମ୍ଭେମାନେ ଯେପରି ଆମ୍ଭର ହେବ, ଏଥିପାଇଁ ଆମ୍ଭେ ଅନ୍ୟ ଲୋକମାନଙ୍କଠାରୁ ତୁମ୍ଭମାନଙ୍କୁ ପୃଥକ କରିଅଛୁ। ଆଉ ପୁରୁଷ ଅବା ସ୍ତ୍ରୀ ଯେ କେହି ଭୁତୁଡ଼ିଆ ଅବା ଗୁଣିଆ ହୁଏ, ସେ ନିତ୍ୟାନ୍ତ ହତ ହେବ। ଲୋକମାନେ ସେମାନଙ୍କୁ ପଥର ମାରି ବଧ କରିବେ, ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ। ଲେବି ପୁସ୍ତକ 21 ପର୍ବ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ହାରଣର ପୁତ୍ର ଯାଜକକୁ କୁହ, ଆପଣା ଲୋକମାନଙ୍କ ମଧ୍ୟରୁ ମୃତ କୌଣସି ଲୋକ ସକାଶୁ ସେମାନଙ୍କର କେହି ଆପଣାକୁ ଅଶୁଚି କରିବ ନାହିଁ। କେବଳ ଆପଣାର ନିକଟ ଜ୍ଞାତି ଅର୍ଥାତ୍ ଆପଣାର ମାତା, ଆପଣା ପିତା ଓ ଆପଣା ପୁତ୍ର ଓ ଆପଣା କନ୍ୟା ଓ ଆପଣା ଭ୍ରାତା ନିମନ୍ତେ ଅଶୁଚି ହେବ। ପୁଣି ଯେଉଁ ନିକଟସ୍ଥ ଭଗିନୀର ସ୍ୱାମୀ ହୋଇନାହିଁ, ଏପରି ଅବିବାହିତା ଭଗିନୀ ସକାଶୁ ସେ ଆପଣାକୁ ଅଶୁଚି କରିପାରିବ। ସେ ଆପଣା ଲୋକମାନଙ୍କ ମଧ୍ୟରେ ସ୍ୱାମୀ ହେବାରୁ ଓ ଆପଣାକୁ ଅପବିତ୍ର କରିବା ପାଇଁ ଅଶୁଚି ହେବ ନାହିଁ। ସେମାନେ ଆପଣା ଆପଣା ମସ୍ତକ ମୁଣ୍ଡନ କରିବେ ନାହିଁ ଓ ଆପଣା ଆପଣା ଦାଢ଼ିର କୋଣ କ୍ଷୌର କରିବେ ନାହିଁ, କିଏ ବା ଆପଣା ଆପଣା ଶରୀରରେ ଅସ୍ତ୍ରାଘାତ କରିବେ ନାହିଁ। ସେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବେ ଓ ଆପଣାମାନଙ୍କ ପରମେଶ୍ୱରଙ୍କ ନାମ ଅପବିତ୍ର କରିବେ ନାହିଁ, କାରଣ ସେମାନେ ସଦାପ୍ରଭୁଙ୍କର ଅଗ୍ନିକୃତ ଉପହାର ଅର୍ଥାତ୍ ଆପଣାମାନଙ୍କ ପରମେଶ୍ୱରଙ୍କର ଭକ୍ଷ୍ୟ ଉତ୍ସର୍ଗ କରନ୍ତି। ଏହେତୁ ସେମାନେ ପବିତ୍ର ହେବେ। ସେମାନେ ବେଶ୍ୟାକୁ ଅବା କଳଙ୍କିନୀକି ବିବାହ କରିବେ ନାହିଁ ଓ ସ୍ୱାମୀତକ୍ତା ସ୍ତ୍ରୀ କି ବିବାହ କରିବେ ନାହିଁ, କାରଣ ସେ ଆପଣା ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର। ଏହେତୁ ତୁମ୍ଭେ ତାହାକୁ ପବିତ୍ର କରିବ, କାରଣ ସେ ତୁମ୍ଭ ପରମେଶ୍ୱରଙ୍କ ଭକ୍ଷ୍ୟ ଉତ୍ସର୍ଗ କରଇ। ସେ ତୁମ୍ଭ ନିକଟରେ ପବିତ୍ର ହେବ, କାରଣ ତୁମ୍ଭମାନଙ୍କୁ ପବିତ୍ର କରୁ ଯେ ସଦାପ୍ରଭୁ ଆମ୍ଭେ ପବିତ୍ର ଅଟୁ। ଆଉ ଯେକୌଣସି ଯାଜକର କନ୍ୟା ଯେବେ ବ୍ୟଭିଚାର କ୍ରିୟା ଦ୍ୱାରା ଆପଣାକୁ ଅପବିତ୍ର କରେ, ତେବେ ସେ ଆପଣା ପିତାକୁ ଅପବିତ୍ର କରେ, ସେ ଅଗ୍ନିରେ ପୋଡ଼ାଯିବ। ଆଉ ଆପଣା ଭ୍ରାତାମାନଙ୍କ ମଧ୍ୟରୁ ଯେଉଁ ଜନ ପ୍ରଧାନ ଯାଜକ ହୋଇଅଛି, ଯାହାର ମସ୍ତକରେ ଅଭିଷେକାର୍ଥକ ତୈଳ ଢଳା ଯାଇଅଛି ଓ ଯେ ପବିତ୍ର ବସ୍ତ୍ର ପରିଧାନ କରିବା ପାଇଁ ପଦରେ ନିଯୁକ୍ତ ହୋଇଅଛି, ସେ ଆପଣା ମସ୍ତକର କେଶ ମୁକୁଳା କରିବ ନାହିଁ ଓ ଆପଣା ବସ୍ତ୍ର ଚିରିବ ନାହିଁ, କିଏ ବା ସେ ଗୃହ ଭିତରେ ଶବ ନିକଟକୁ ଯିବ ନାହିଁ, ଅବା ଆପଣା ପିତା ଅବା ମାତା ସକାଶୁ ଆପଣାକୁ ଅଶୁଚି କରିବ ନାହିଁ, ଅଥବା ପବିତ୍ର ସ୍ଥାନରୁ ବାହାରିବ ନାହିଁ, ଅବା ଆପଣା ପରମେଶ୍ୱରଙ୍କ ପବିତ୍ର ସ୍ଥାନକୁ ଅପବିତ୍ର କରିବ ନାହିଁ, କାରଣ ତାହାର ପରମେଶ୍ୱରଙ୍କ ଅଭିଷେକାର୍ଥକ ତୈଳ ସ୍ୱରୂପ ମୁକୁଟ ତାହା ଉପରେ ଅଛି। ଆମ୍ଭେ ସଦାପ୍ରଭୁ ଅଟୁ। ପୁଣି ସେ କେବଳ ଅନୁଢ଼ାକୁ ବିବାହ କରିବ, ବିଧବା କି ତ୍ୟକ୍ତା କି କଳଙ୍କିନୀ କି ଅବା ବେଶ୍ୟାକୁ ବିବାହ କରିବ ନାହିଁ। ମାତ୍ର ସେ ଆପଣା ଲୋକମାନଙ୍କ ମଧ୍ୟରୁ କୌଣସି ଏକ କନ୍ୟାକୁ ବିବାହ କରିବ, ଆଉ ସେ ଆପଣା ଲୋକମାନଙ୍କ ମଧ୍ୟରେ ଆପଣା ବଂଶ ଅପବିତ୍ର କରିବ ନାହିଁ, କାରଣ ଆମ୍ଭେ ସଦାପ୍ରଭୁ ତାହାକୁ ପବିତ୍ର କରୁ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ହାରଣକୁ କୁହ, ପୁରୁଷାନୁକ୍ରମେ ତୁମ୍ଭ ବଂଶ ମଧ୍ୟରେ ଯାହାର ଶରୀରରେ ଖୁଣ ଥାଏ, ସେ ଆପଣା ପରମେଶ୍ୱରଙ୍କର ଭକ୍ଷ୍ୟଦ୍ରବ୍ୟ ଉତ୍ସର୍ଗ କରିବା ପାଇଁ ନିକଟକୁ ଯିବ ନାହିଁ। ଯେକୌଣସି ଲୋକର ଖୁଣ ଅଛି, ସେ ନିକଟବର୍ତ୍ତୀ ହେବ ନାହିଁ, ବିଶେଷରେ ଅନ୍ଧ ଲୋକ କି ଛୋଟା କି ଯାହାର ନାକ ବିକୃତ କି ଅଧିକାଙ୍ଗ କି ଭଗ୍ନପଦ କି ଭଗ୍ନହସ୍ତ କି କୁଜା କି ବାମନ, ଅବା ଯାହାର ଚକ୍ଷୁରେ ଖୁଣ ଅଛି କି ଯାଦୁରୋଗୀ କି କାଛୁ ରୋଗୀ କି ଭଗ୍ନକୋଷ, ଏପରି ଖୁଣ ବିଶିଷ୍ଟ ଯେଉଁ ପୁରୁଷ ହାରଣ ଯାଜକଙ୍କର ବଂଶରେ ଥାଏ,
ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବା ପାଇଁ ନିକଟକୁ ଯିବ ନାହିଁ। ତାହାର ଖୁଣ ଅଛି, ସେ ଆପଣା ପରମେଶ୍ୱରଙ୍କ ଭକ୍ଷ୍ୟ ଉତ୍ସର୍ଗ କରିବା ପାଇଁ ନିକଟକୁ ଆସିବ ନାହିଁ। ସେ ଆପଣା ପରମେଶ୍ୱରଙ୍କର ମହାପବିତ୍ର ବା ପବିତ୍ର ଭକ୍ଷ୍ୟ ଭୋଜନ କରିବ, ମାତ୍ର ବିଚ୍ଛେଦ ବସ୍ତ୍ରର ଭିତରକୁ ଯିବ ନାହିଁ, କିମ୍ବା ବେଦୀ ନିକଟକୁ ଆସିବ ନାହିଁ, କାରଣ ତାହାର ଖୁଣ ଅଛି। ସେ ଆମ୍ଭର ପବିତ୍ର ସ୍ଥାନ ସକଳ ଅପବିତ୍ର କରିବ ନାହିଁ, କାରଣ ଆମ୍ଭେ ସଦାପ୍ରଭୁ ସେହି ସମସ୍ତ ପବିତ୍ର କରୁ। ଏହି ପ୍ରକାର ମୂଷା ହାରଣକୁ ଓ ତାଙ୍କର ପୁତ୍ରଗଣକୁ ଓ ସମସ୍ତ ଇସ୍ରାଏଲ ସନ୍ତାନଙ୍କୁ ଏହି କଥା କହିଲେ। ଲେବି ପୁସ୍ତକ 22 ପର୍ବ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ହାରଣକୁ ଓ ତାହାର ପୁତ୍ରଗଣକୁ କୁହ, ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣର ପବିତ୍ରୀକୃତ ଦ୍ରବ୍ୟ ବିଷୟରେ ସାବଧାନ ହୁଅ। ସେମାନେ ଆମ୍ଭ ଉଦ୍ଦେଶ୍ୟରେ ଯାହା ପବିତ୍ର କରନ୍ତି, ତଦ୍ୱାରା ଆମ୍ଭର ପବିତ୍ର ନାମକୁ ଅପବିତ୍ର କର ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ। ତୁମ୍ଭେ ସେମାନଙ୍କୁ କୁହ, ପୁରୁଷାନୁକ୍ରମେ ତୁମ୍ଭମାନଙ୍କର ବଂଶ ମଧ୍ୟରେ ଯେ କେହି ଅଶୁଚି ହୋଇ ଇସ୍ରାଏଲ ସନ୍ତାନଗଣ ଦ୍ୱାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ରୀକୃତ ଦ୍ରବ୍ୟ ନିକଟକୁ ଯିବ, ସେ ପ୍ରାଣୀ ଆମ୍ଭ ସମ୍ମୁଖରୁ ଉଚ୍ଛିନ୍ନ ହେବ। ଆମ୍ଭେ ସଦାପ୍ରଭୁ ଅଟୁ। ପୁଣି ହାରଣ ବଂଶର ଯେ କେହି କୁଷ୍ଠୀ ଅବା ପ୍ରମେହୀ ହୁଏ, ସେ ସୂଚି ନୋହିବା ଯାଏ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ। ଯେ କେହି ଶବ ଦ୍ୱାରା ଅଶୁଚି ହୋଇଥିବା କୌଣସି ଦ୍ରବ୍ୟକୁ ଅବା ଯାହାର ବୀର୍ଯ୍ୟପାତ ହୋଇଥାଏ ଏପରି କୌଣସି ମନୁଷ୍ୟକୁ ଛୁଏଁ, ଅଥବା ଯାହାଦ୍ୱାରା ସେ ଅଶୁଚି ହୋଇପାରେ ଏପରି କୌଣସି ଉରୋଗାମୀ ଜନ୍ତୁକୁ କି କୌଣସି ପ୍ରକାର ଅଶୁଚି ମନୁଷ୍ୟକୁ ଛୁଏଁ, ସେହି ସ୍ପର୍ଶକାରୀ ବ୍ୟକ୍ତି ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଆଉ ସେ ଜଳରେ ଆପଣା ଶରୀର ନ ଧୋଇଲେ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ। ତହିଁ ଉତ୍ତାରେ ସୂର୍ଯ୍ୟ ଅସ୍ତ ହେଲେ ସେ ଶୁଚି ହୋଇ ପବିତ୍ର ଦ୍ରବ୍ୟ ଭୋଜନ କରିବ, କାରଣ ତାହା ତାହାର ଖାଦ୍ୟ ଅଟେ। ସେ ଆପଣାକୁ ଅଶୁଚି କରିବା ନିମନ୍ତେ ସ୍ୱୟଂ ମୃତ ବା ପଶୁ ଦ୍ୱାରା ବିଭିନ୍ନ ଜନ୍ତୁର ମାଂସ ଭୋଜନ କରିବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ। ଏହେତୁ ସେମାନେ ଆମ୍ଭର ରକ୍ଷଣୀୟ ରକ୍ଷା କରିବେ। ନୋହିଲେ ଯେବେ ସେମାନେ ତାହା ଅପବିତ୍ର କରନ୍ତି, ତେବେ ତହିଁ ସକାଶୁ ଆପଣା ଆପଣା ପାପ ବହିବେ ଓ ତହିଁରେ ମରିବେ। ଯେ ସେମାନଙ୍କୁ ପବିତ୍ର କରନ୍ତି, ସେହି ସଦାପ୍ରଭୁ ଆମ୍ଭେ। ଆଉ ଅନ୍ୟ ବଂଶୀୟ କୌଣସି ଲୋକ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ। ଯାଜକର ଗୃହରେ ପ୍ରବାସକାରୀ ଅବା ବର୍ତ୍ତନଜୀବୀ ଦାସ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ। ମାତ୍ର ଯାଜକ ଯେବେ କୌଣସି ପ୍ରାଣୀକି କିଣେ, ତେବେ ତାହାର ରୂପାରେ କିଣା ସେହି ଲୋକ ତାହା ଭୋଜନ କରିବ। ପୁଣି ତାହାର ଗୃହଜାତ ଲୋକମାନେ ତାହାର ଅନ୍ନ ଭୋଜନ କରିବେ। ଆଉ ଯାଜକର କନ୍ୟା ଯେବେ କୌଣସି ଭିନ୍ନ ବଂଶୀୟ ଲୋକ ସହିତ ବିବାହିତ ହୁଏ, ତେବେ ସେ ପବିତ୍ର ଦ୍ରବ୍ୟାଦି ମଧ୍ୟରୁ ଉତ୍ତୋଳନୀୟ ନୈବେଦ୍ୟ ଭୋଜନ କରିବ ନାହିଁ। ମାତ୍ର ଯାଜକର କନ୍ୟା ଯେବେ ବିଧବା କି ତ୍ୟକ୍ତା ହୋଇ ନିଃସନ୍ତାନ ହୁଏ, ପୁଣି ପୁନର୍ବାର ଆସି ବାଲ୍ୟାବସ୍ଥାର ତୁଲ୍ୟ ପିତୃଗୃହରେ ବାସ କରେ, ତେବେ ସେ ଆପଣା ପିତାର ଅନ୍ନ ଭୋଜନ କରିବ। ମାତ୍ର ଭିନ୍ନ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ। ଆଉ ଯେବେ ସେହି ଅଜ୍ଞାତ ସାରରେ ପବିତ୍ର ଦ୍ରବ୍ୟ ଭୋଜନ କରେ, ତେବେ ସେ ତହିଁର ପଞ୍ଚମାଂଶ ଅଧିକା କରି ଯାଜକକୁ ପବିତ୍ର ଦ୍ରବ୍ୟ ଦେବ। ଏହି ରୂପେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଯେଉଁ ପବିତ୍ର ଦ୍ରବ୍ୟ ଉତ୍ସର୍ଗ କରନ୍ତି, ସେମାନେ ତାହା ସବୁ ଅପବିତ୍ର କରିବେ ନାହିଁ। ପୁଣି ସେମାନେ ଆପଣାମାନଙ୍କର ପବିତ୍ର ଦ୍ରବ୍ୟ ଭୋଜନ କରି ଦୋଷଜନକ ଅପରାଧ ବହନ କରିବେ ନାହିଁ, କାରଣ ଯେ ସେମାନଙ୍କୁ ପବିତ୍ର କରନ୍ତି, ସେହି ସଦାପ୍ରଭୁ ଆମ୍ଭେ ଅଟୁ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ହାରଣକୁ ଓ ତାହାର ପୁତ୍ରଗଣକୁ ଓ ଇସ୍ରାଏଲର ସମସ୍ତ ସନ୍ତାନଗଣକୁ କୁହ, ଇସ୍ରାଏଲ ବଂଶ କିମ୍ବା ଇସ୍ରାଏଲ ମଧ୍ୟରେ ବିଦେଶୀମାନଙ୍କ ମଧ୍ୟରୁ ଯେଉଁମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ମାନତ ପୂର୍ବକ ବା ସ୍ୱେଚ୍ଛାପୂର୍ବକ କୌଣସି ଉପହାର ଆଣନ୍ତି, ସେମାନେ ଗ୍ରାହ୍ୟ ହେବା ନିମନ୍ତେ ଗୋରୁ କି ମେଷ କି ଛାଗ ମଧ୍ୟରୁ ନିଖୁଣ ପୁଁ ପଶୁ ଉତ୍ସର୍ଗ କରିବେ। ମାତ୍ର ଯାହାର ଖୁଣ ଥାଏ ତାକୁ ତୁମ୍ଭେମାନେ ଉତ୍ସର୍ଗ କରିବ ନାହିଁ, କାରଣ ତାହା ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବ ନାହିଁ। ଆଉ କୌଣସି ଲୋକ ଯେବେ ମାନତ ସିଦ୍ଧି ନିମନ୍ତେ ଅବା ସ୍ୱେଚ୍ଛାଦତ୍ତ ଉପହାର ନିମନ୍ତେ ଗୋଠରୁ ଅବା ପଲ୍ଲରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ତେବେ ତାହା ଗ୍ରାହ୍ୟ ହେବା ନିମନ୍ତେ ନିଖୁଣ ହେବ। ତାହାଠାରେ କୌଣସି ଖୁଣ ନଥିବ। ଅନ୍ଧ କି ଭଗ୍ନ କି ଛୋଟା କି ଆବୁଆ କି କାଦୁଆ କି ଖାରସ୍ତିଆ
ଏମାନଙ୍କୁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ ନାହିଁ। କିଏ ବା ସେମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ବେଦୀ ଉପରେ ଉତ୍ସର୍ଗ କରିବ ନାହିଁ। ତୁମେ ଅଧିକାଙ୍ଗ କି ହୀନାଙ୍ଗ, ଗୋରୁ କି ମେଷ ସ୍ୱଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିପାର, ମାତ୍ର ମାନସ ନିମନ୍ତେ ତାହା ଗ୍ରାହ୍ୟ ହେବ ନାହିଁ। ଆଉ ଯାହାର କୋଷ ମଳା କି ଛେଚା କି ଭଙ୍ଗା କି କଟା ଏପରି ପଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ ନାହିଁ। କିମ୍ବା ତୁମ୍ଭେମାନେ ଆପଣା ଦେଶରେ ଏପରି କରିବ ନାହିଁ। କିମ୍ବା ବିଦେଶୀର ହସ୍ତରୁ ଏସବୁରୁ କିଛି ଆପଣମାନଙ୍କ ପରମେଶ୍ୱରଙ୍କର ଭକ୍ଷ୍ୟ ରୂପେ ଉତ୍ସର୍ଗ କରିବ ନାହିଁ। କାରଣ ସେମାନଙ୍କର ନଷ୍ଟତା ସେମାନଙ୍କଠାରେ ଅଛି, ସେମାନଙ୍କଠାରେ ଖୁଣ ଅଛି, ସେମାନେ ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବେ ନାହିଁ। ଆଉ ସଦାପ୍ରଭୁ ମୋଶାଙ୍କୁ କହିଲେ, ଗୋରୁ କି ମେଷ କି ଛାଗ ଜନ୍ମିଲା ଉତ୍ତାରେ 7 ଦିନ ପର୍ଯ୍ୟନ୍ତ ମାତା ସହିତ ରହିବ। ପୁଣି ଅଷ୍ଟମ ଦିନଠାରୁ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ନିମନ୍ତେ ଗ୍ରାହ୍ୟ ହେବ। ଆଉ ଗାଈ କି ମେଷି ହେଉ, ତାହାକୁ ଓ ତାହାର ଛୁଆକୁ ଏକାଦିନେ ଦୁହିଁକି ବଧ କରିବ ନାହିଁ। ତୁମେମାନେ ଯେଉଁ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସାତକ ବଳି ଉତ୍ସର୍ଗ କରିବ, ସେ ସମୟରେ ତୁମେମାନେ ଗ୍ରାହ୍ୟ ହେବା ନିମନ୍ତେ ତାହା କରିବ। ସେଦିନରେ ତାହା ଭୋଜନ କରାଯିବ। ତୁମେମାନେ ପ୍ରଭାତ ପର୍ଯ୍ୟନ୍ତ ତହିଁରୁ କିଛି ଅବଶିଷ୍ଟ ରଖିବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ। ଏ ନିମନ୍ତେ ତୁମ୍ଭେମାନେ ଆମର ଆଜ୍ଞା ମାନ୍ୟ କରି ପାଳନ କରିବ। ଆମ୍ଭେ ସଦାପ୍ରଭୁ ଅଟୁ। ଆଉ ତୁମ୍ଭେମାନେ ଆମ୍ଭର ପବିତ୍ର ନାମ ଅପବିତ୍ର କରିବ ନାହିଁ। ମାତ୍ର ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ପବିତ୍ର ରୂପେ ମାନ୍ୟ ହେବା। ଯେ ତୁମ୍ଭମାନଙ୍କୁ ପବିତ୍ର କରନ୍ତି, ଯେ ତୁମ୍ଭମାନଙ୍କର ପରମେଶ୍ୱର ହେବା ନିମନ୍ତେ ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ, ସେହି ସଦାପ୍ରଭୁ ଆମ୍ଭେ ସଦାପ୍ରଭୁ ଅଟୁ। ଲେବି ପୁସ୍ତକ 23 ପର୍ବ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମେ ଇସ୍ରାଏଲ ସନ୍ତାନଗଣକୁ କୁହ, ତୁମେମାନେ ସଦାପ୍ରଭୁଙ୍କର ଯେ ସକଳ ନିରୂପିତ ପର୍ବ ପବିତ୍ର ସଭା ବୋଲି ଘୋଷଣା କରିବ। ଆମ୍ଭର ସେହି ସକଳ ପର୍ବ ଏହି। 6 ଦିନ କର୍ମ କରାଯିବ, ମାତ୍ର ସପ୍ତମ ଦିନ ମହାବିଶ୍ରାମ ଅର୍ଥାତ୍ ପବିତ୍ର ସଭା ହେବ। ତୁମେମାନେ କୌଣସି ପ୍ରକାର କର୍ମ କରିବ ନାହିଁ। ତାହା ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶ୍ରାମ ଦିନ ହେବ। ତୁମେମାନେ ନିରୂପିତ ସମୟରେ ସଦାପ୍ରଭୁଙ୍କ ସ୍ଥାପିତ ପର୍ବ ଅର୍ଥାତ୍ ପବିତ୍ର ସଭା ବୋଲି ଯାହା ଘୋଷଣା କରିବ, ତାହା ଏହି। ପ୍ରଥମ ମାସରେ ମାସର ଚତୁର୍ଦ୍ଦଶ ଦିନର ସନ୍ଧ୍ୟାବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ହେବ। ପୁଣି ସେହି ମାସର ପଞ୍ଚଦଶ ଦିନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଡ଼ିଶୂନ୍ୟ ରୋଟିର ପର୍ବ ହେବ। 7 ଦିନ ଯାଏଁ ତୁମେମାନେ ତାଡ଼ିଶୂନ୍ୟ ରୋଟି ଭୋଜନ କରିବ। ପ୍ରଥମ ଦିନ ତୁମମାନଙ୍କର ପବିତ୍ର ସଭା ହେବ। ତୁମେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ। ମାତ୍ର ତୁମେମାନେ 7 ଦିନ ଯାଏଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ। ସପ୍ତମ ଦିନରେ ପବିତ୍ର ସଭା ହେବ। ତୁମେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ। ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, ଆମ୍ଭେ ତୁମମାନଙ୍କୁ ଯେଉଁ ଦେଶ ଦେବା, ସେହି ଦେଶରେ ପ୍ରବେଶ କରି ଯେତେବେଳେ ତୁମେମାନେ ଶସ୍ୟ କାଟିବ, ସେତେବେଳେ ତୁମମାନଙ୍କର ପ୍ରଥମ କଟା ଶସ୍ୟର ଏକ ବିଡ଼ା ଯାଜକ ନିକଟକୁ ଆଣିବ। ତହିଁରେ ତୁମମାନଙ୍କ ପକ୍ଷରେ ଗ୍ରାହ୍ୟ ହେବା ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ବିଡ଼ା ଦୋଳାଇବ। ବିଶ୍ରାମବାର ପରଦିନ ଯାଜକ ତାହା ଦୋଳାଇବ। ପୁଣି ଯେଉଁଦିନ ତୁମେମାନେ ସେହି ବିଡ଼ା ଦୋଳାଇବ, ସେହିଦିନ ତୁମେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ପ୍ରଥମ ବର୍ଷୀୟ ନିଖୁଣ ଏକ ମେଷବତ୍ସ ଉତ୍ସର୍ଗ କରିବ। ପୁଣି ଐଫାର 2 ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ତହିଁର ଭକ୍ଷ୍ୟ ନୈବେଦ୍ୟ ହେବ। ତାହା ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ। ଆଉ 1 ହିନ୍ ଦ୍ରାକ୍ଷାରସର ଚତୁର୍ଥାଂଶ ତହିଁର ପେୟ ନୈବେଦ୍ୟ ହେବ। ପୁଣି ତୁମେମାନେ ଯେଉଁଦିନ ଯାଏ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏହି ଉପହାର ଆଣିନାହଁ, ସେହିଦିନ ଯାଏଁ ତୁମେମାନେ ରୋଟି କି ଭଜା ଶସ୍ୟ କି ଛିଣ୍ଡା ସିସା ଖାଇବ ନାହିଁ। ତୁମମାନଙ୍କର ସମୁଦାୟ ନିବାସ ସ୍ଥାନରେ ଏହା ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ। ଅନନ୍ତର ସେହି ବିଶ୍ରାମବାରର ପରଦିନଠାରୁ ଯେଉଁଦିନ ଦୋଳନୀୟ ନୈବେଦ୍ୟ ରୂପ ବିଡ଼ା ଆଣିଲ, ସେହି ଦିନଠାରୁ ପୂର୍ଣ୍ଣ 7 ସପ୍ତାହ ଗଣନା କରିବ। ଏହି ରୂପେ ସପ୍ତମ ବିଶ୍ରାମବାରର ପର ଦିବସ ଯାଏ
50 दिन गणना करिब। आउ तुमे माने सदाप्रभुଙ୍କ उद्देश्य नूतन भक्ष्य नैवेद्य उत्सर्ग करिब। तुमे माने आपणा आपणा निवासरू दोलनीय नैवेद्यार्थे एक एफार 2 दशमांशर 2 रोटी आनिब। ता सरू मैदारे प्रस्तुत हेब ओ ताड़ीरे पाक कराजिब। ता सदाप्रभुଙ୍କ उद्देश्य प्रथमजात फल हेब। पुणी तुमे माने से रोटी सहित प्रथम वर्षीय निखुण 7 मेषवत्स और गोटे जुबा वृष और 2 मेष बलिदान करिब। ता सदाप्रभुଙ୍କ उद्देश्य होम बलि हेब। पुणी भक्ष्य नैवेद्य और पेय नैवेद्य सहित तुष्टिजनक आग्रहणार्थे सदाप्रभुଙ୍କ उद्देश्य अग्निकृत उपहार हेब। तही उतारे तुम्भे माने पापार्थक बलि निमंते एक छाग और मंगलार्थक बलि निमंते 1 वर्षीय 2 मेषवत्स बलिदान करिब। पुणी याजक प्रथमजात फलर रोटी सहित और 2 मेषवत्स सहित ता सबु सदाप्रभुଙ୍କ उद्देश्य दोलनीय नैवेद्य रूपे दोड़ाइब। ता सबु याजक निमंते सदाप्रभुଙ୍କ उद्देश्य पवित्र हेब। आउ तुम्हे माने सेई दिन घोषणा करिब। तहिरे तुम्भमानकर पवित्र सभा हेब। तुमे माने कौनसी व्यवसाय कर्म करिब नाही। या तुम्भमानकर समुदाय निवास स्थान रे पुरुषानुक्रम पालनीय अनंतकालीन विधि। आउ तुम्भमानकर भूमिर शस्य तुमे माने काटिबा बेले तुम्हे आपणा क्षेत्रर कोण निशेष रूपे काटिब नाही। किए बा तुम्हे आपणा क्षेत्र रे पतित शस्य संग्रह करिब नाही। तुमे ता दुखी और विदेशी पई छाड़िब। आम्भे सदाप्रभु तुम्भमानकर परमेश्वर अटु। अनंतर सदाप्रभु मोसा को कहिले, तुम्हे इस्राएल संतानगण को कुह, सप्तम मासरे मासर प्रथम दिन रे तुम्भमानकर महाविश्राम अर्थात दूरीध्वनि द्वारा स्मरणार्थक पवित्र सभा हेब। तुमे माने कौनसी व्यवसाय कर्म करिब नाही। मात्र सदाप्रभुଙ୍କ उद्देश्य अग्निकृत उपहार उत्सर्ग करिब। आउरी सदाप्रभु मोसा को कहिले, से सप्तम मासर 10 दिन अवश्य प्रायश्चितर दिन हेब। सेई दिन तुम्भमानकर पवित्र सभा हेब। तुमे माने आपणा आपणा प्राण को क्लेश देब। पुणी तुमे माने सदाप्रभुଙ୍କ उद्देश्य अग्निकृत उपहार उत्सर्ग करिब। सेई दिन तुम्हे माने कौनसी प्रकार कार्य करिब नाही। कारण तुम्भमानकर परमेश्वर सदाप्रभुଙ୍କ सम्मुखरे तुम्भमानक निमंते प्रायश्चित करिबा पई ता प्रायश्चितर दिन हेब। सेई दिन रे जे केही आपणा प्राण को क्लेश देव नाही, से आपणा लोकमानक मध्यरु उच्छिन्न हेब। पुणी सेई दिन जेकोसी प्राणी कौनसी प्रकार कार्य करे, सेई प्राणी की ताहार लोकमानक मध्यरु आमे उच्छिन्न करिबा। तुमे माने कौनसी प्रकार कार्य करिब नाही। यह तुम्भमानकर समुदाय निवास स्थान रे पुरुषानुक्रमे पालनीय अनंतकालीन विधि। सेई दिन तुम्भमानकर महाविश्राम दिन हेब। तुमे माने आपणा आपणा प्राण को क्लेश देव। मासर 9 दिनर संध्या काल रे एक संध्या ठारू आर संध्या पर्यंत तुमे माने आपणा मानकर विश्राम दिन पालन करिब। अनंतर सदाप्रभु मोसा को कहिले, तुम्बे इस्राएल संतानगण को कुह, एई सप्तम मासर 15 दिन ठारू 7 दिन पर्यंत सदाप्रभुଙ୍କ उद्देश्य पत्र कुटीर पर्व हेब। प्रथम दिन रे पवित्र सभा हेब। तुमे माने कौनसी व्यवसाय कर्म करिब नाही। 7 दिन जाए तुमे माने सदाप्रभुଙ୍କ उद्देश्य अग्निकृत उपहार उत्सर्ग करिब। अष्टम दिन रे तुम्भमानकर पवित्र सभा हेब। पुणी तुमे माने सदाप्रभुଙ୍କ उद्देश्य अग्निकृत उपहार उत्सर्ग करिब। ताहा महासभा अटे। तुमे माने कौनसी व्यवसाय कर्म करिब नाही। एही सब सदाप्रभुଙ୍କ स्थापित पर्व। पुणी तुमे माने प्रत्येक पर्वर निरूपित दिन रे सदाप्रभुଙ୍କ उद्देश्य अग्निकृत उपहार और होम बलि और भक्ष्य नैवेद्य और बलि और पेय नैवेद्य उत्सर्ग करने पवित्र सभार घोषणा करिब। सदाप्रभुଙ୍କ विश्राम दिन छड़ा और सदाप्रभुଙ୍କ उद्देश्य जहा तुम्हे माने दियो, तुम मानकर से सकल दान छड़ा और तुम मानकर सकल मानत छड़ा और तुम मानकर स्वेच्छादत्त सकल नैवेद्य छड़ा यह करिब। आहुरी भूमि उत्पन्न फल संग्रह कला उतारे सप्तम मासर 15 दिन रे तुम्हे माने 7 दिन जाए सदाप्रभुଙ୍କ उद्देश्य अवश्य पर्व पालन करिब। प्रथम दिन महाविश्राम हेब और अष्टम दिन महाविश्राम हेब। आ तुम्हे माने प्रथम दिन रे उत्तम वृक्षर फल और खर्जूर बाहुंगा और गहलिया वृक्षर शाखा
ଓ ନଦୀ ତୀରସ୍ଥ 22 ବୃକ୍ଷ ଘେନି ତୁମ୍ଭମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ସମ୍ମୁଖରେ 7 ଦିନ ଆନନ୍ଦ କରିବ। ପୁଣି ତୁମେମାନେ ବର୍ଷ ମଧ୍ୟରେ 7 ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହି ପର୍ବ ପାଳନ କରିବ। ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି। ତୁମେମାନେ ସପ୍ତମ ମାସରେ ତାହା ପାଳନ କରିବ। ତୁମେମାନେ 7 ଦିନ ପତ୍ର କୁଟୀରରେ ବାସ କରିବ। ଇସ୍ରାଏଲ ବଂଶଜାତ ସମସ୍ତେ ପତ୍ର କୁଟୀରରେ ବାସ କରିବେ। ତହିଁରେ ଆମ୍ଭେ ଇସ୍ରାଏଲ ସନ୍ତାନଗଣକୁ ମିଶର ଦେଶରୁ ବାହାର କରି ଆଣିବା ବେଳେ ସେମାନଙ୍କୁ ପତ୍ର କୁଟୀରରେ ବାସ କରାଇଥିଲୁ। ଏହା ତୁମ୍ଭମାନଙ୍କର ଭବିଷ୍ୟତ ପୁରୁଷମାନେ ଜାଣିପାରିବେ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ତହୁ ମୋଶା ଇସ୍ରାଏଲ ସନ୍ତାନଗଣକୁ ସଦାପ୍ରଭୁଙ୍କ ସ୍ଥାପିତ ସମସ୍ତ ପର୍ବର କଥା କହିଲେ। ଲେବି ପୁସ୍ତକ 24 ପର୍ବ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମେ ଇସ୍ରାଏଲ ସନ୍ତାନଗଣକୁ ଏହି ଆଜ୍ଞା ଦିଅ। ନିତ୍ୟ ନିତ୍ୟ ପ୍ରଦୀପ ଜଳାଇବା ନିମନ୍ତେ ସେମାନେ ତୁମ୍ଭ ନିକଟକୁ ନିର୍ମଳ ପେସା ଜିତ ତୈଳ ଆଣିବେ। ହାରଣ ସମାଗମ ତମ୍ବୁ ମଧ୍ୟରେ ସାକ୍ଷ୍ୟ ସିନ୍ଧୁକର ବିଚ୍ଛେଦ ବସ୍ତ୍ର ବାହାରେ ସାନ୍ଧ୍ୟଠାରୁ ପ୍ରଭାତ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ନିତ୍ୟ ତାହା ସ୍ଥାପନ କରିବ। ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି। ସେ ନିର୍ମଳ ଦୀପବୃକ୍ଷ ଉପରେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ନିତ୍ୟ ସେହି ପ୍ରଦୀପ ସକଳ ସ୍ଥାପନ କରିବ। ଆଉ ତୁମ୍ଭେ ସରୁ ମଇଦା ନେଇ ତହିଁରେ 12 ଗୋଟି ପିଠା ପ୍ରସ୍ତୁତ କରିବ। ପ୍ରତ୍ୟେକ ପିଠା 1 ଏଫାର 2 ଦଶମାଂଶ ହେବ। ପୁଣି ତୁମ୍ଭେ ଏକ ଏକ ଧାଡ଼ିରେ 6 ଏପରିକି 2 ଧାଡ଼ି କରି ସଦାପ୍ରଭୁଙ୍କ ସମ୍ମୁଖରେ ନିର୍ମଳ ମେଜ ଉପରେ ତାହା ସବୁ ରଖିବ। ଆଉ ପ୍ରତ୍ୟେକ ଧାଡ଼ି ଉପରେ ନିର୍ମଳ କୁନ୍ଦୁରୁ ଦେବ। ଆଉ ସେହି ରୋଟିର ସ୍ମରଣାର୍ଥକ ଅଂଶ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ। ପୁଣି ଯାଜକ ପ୍ରତି ବିଶ୍ରାମବାର ସଦାପ୍ରଭୁଙ୍କ ସମ୍ମୁଖରେ ତାହା ନିତ୍ୟ ନିତ୍ୟ ସ୍ଥାପନ କରିବ। ଇସ୍ରାଏଲ ସନ୍ତାନଗଣ ପକ୍ଷରେ ଏହା ଅନନ୍ତକାଳୀନ ନିୟମ। ପୁଣି ତାହା ହାରଣ ଓ ତାହାର ପୁତ୍ରଗଣ ହେବ। ଆଉ ସେମାନେ କୌଣସି ଏକ ପବିତ୍ର ସ୍ଥାନରେ ତାହା ଭୋଜନ କରିବେ, କାରଣ ତାହା ସଦାପ୍ରଭୁଙ୍କର ଅଗ୍ନିକୃତ ଉପହାର ମଧ୍ୟରେ ତାହା ପ୍ରତି ମହାପବିତ୍ର ଅଟେ। ଏହା ଅନନ୍ତକାଳୀନ ବିଧି। ଅନନ୍ତର ମିଶ୍ରୀୟ ପୁରୁଷର ଔରସରେ ଇସ୍ରାଏଲ ବଂଶୀୟା ସ୍ତ୍ରୀ ଜାତ ଏକ ପୁତ୍ର ବାହାର ହୋଇ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଗଲା। ପୁଣି ଛାଉଣି ମଧ୍ୟରେ ସେ ଇସ୍ରାଏଲିଆ ସ୍ତ୍ରୀର ପୁତ୍ର ଇସ୍ରାଏଲୀୟ କୌଣସି ପୁରୁଷ ମଧ୍ୟରେ ବିବାଦ ହେଲା। ତହିଁରେ ସେ ଇସ୍ରାଏଲିଆ ସ୍ତ୍ରୀର ପୁତ୍ର ସଦାପ୍ରଭୁଙ୍କ ନାମକୁ ନିନ୍ଦା କରି ଶାପ ଦେଲା। ତଉ ଲୋକମାନେ ତାହାକୁ ମୋଶାଙ୍କ ନିକଟକୁ ଆଣିଲେ। ତାହାର ମାତାର ନାମ ସଲୋମିତ। ସେ ଦାନବଂଶୀୟ ଦିବ୍ରିର କନ୍ୟା ଥିଲା। ପୁଣି ଲୋକମାନେ ସଦାପ୍ରଭୁଙ୍କ ମୁଖରୁ ଆଦେଶ ପାଇବା ଅପେକ୍ଷାରେ ତାହାକୁ ରୁଦ୍ଧ କରି ରଖିଲେ। ତେଣୁ ସଦାପ୍ରଭୁ ମୋଶାଙ୍କୁ କହିଲେ, ଯେଉଁ ଲୋକ ଶାପ ଦେଇଅଛି ତାହାକୁ ଛାଉଣି ବାହାରକୁ ଆଣ। ପୁଣି ଯେଉଁମାନେ ତାହାର କଥା ଶୁଣିଅଛନ୍ତି ସେ ସମସ୍ତେ ତାହାର ମସ୍ତକରେ ହସ୍ତ ଦିଅନ୍ତୁ। ପୁଣି ସମୁଦାୟ ମଣ୍ଡଳୀ ପଥର ମାରି ତାହାକୁ ବଦ୍ଧ କରନ୍ତୁ। ଆଉ ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, ଯେ କେହି ଆପଣା ପରମେଶ୍ୱରଙ୍କୁ ଶାପ ଦିଏ ସେ ଆପଣା ପାପ ବହିବ। ପୁଣି ଯେ କେହି ଆପଣା ସଦାପ୍ରଭୁଙ୍କ ନାମର ନିନ୍ଦା କରେ ସେ ଅବଶ୍ୟ ହତ ହେବ। ସମସ୍ତ ମଣ୍ଡଳୀ ତାହାକୁ ନିଶ୍ଚୟ ପଥର ମାରି ବଦ୍ଧ କରିବେ। ବିଦେଶୀ ହେଉ ବା ସ୍ୱଦେଶୀ ହେଉ ସଦାପ୍ରଭୁଙ୍କ ନାମର ନିନ୍ଦା କଲେ ହତ ହେବ। ଆଉ ଯେ କେହି କୌଣସି ମନୁଷ୍ୟକୁ ପ୍ରାଣାନ୍ତକ ଆଘାତ କରେ ସେ ନିଶ୍ଚୟ ହତ ହେବ। ପୁଣି ଯେ କେହି କୌଣସି ପଶୁକୁ ପ୍ରାଣାନ୍ତକ ଆଘାତ କରେ ସେ ତହିଁର ପରିଶୋଧ ଦେବ, ପ୍ରାଣ ପରିଶୋଧରେ ପ୍ରାଣ। ଆଉ କୌଣସି ମନୁଷ୍ୟ ଯେବେ ଆପଣା ପ୍ରତିବାସୀର ଶରୀରରେ ଖୁଣ କରେ ତେବେ ସେ ଯେପରି କରିଅଛି ସେପରି ତାହା ପ୍ରତି କରାଯିବ। କ୍ଷତ ପରିଶୋଧରେ କ୍ଷତ, ଚକ୍ଷୁ ପରିଶୋଧରେ ଚକ୍ଷୁ, ଦନ୍ତ ପରିଶୋଧରେ ଦନ୍ତ। ମନୁଷ୍ୟର ଦେହରେ ଯେପରି ଖୁଣ ଅଛି ତାହା ପ୍ରତି ସେହି ପ୍ରକାର କରାଯିବ। ଯେଉଁ ଜନ ପଶୁ ବଧ କରେ ସେ ତହିଁର ପରିଶୋଧ ଦେବ। ପୁଣି ଯେଉଁ ଜନ ନରହତ୍ୟା କରେ ସେ ହତ ହେବ। ବିଦେଶୀ ହେଉ କି ସ୍ୱଦେଶୀ ହେଉ ସେମାନଙ୍କ ନିମନ୍ତେ ତୁମ୍ଭମାନଙ୍କର ଏକ ପ୍ରକାର ବ୍ୟବସ୍ଥା ହେବ, କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ତହୁ ମୋଶା ଇସ୍ରାଏଲ ସନ୍ତାନଗଣକୁ କହନ୍ତେ, ଯେଉଁ ଲୋକ ଶାପ ଦେଇଥିଲା ତାହାକୁ ସେମାନେ ଛାଉଣିର ବାହାରକୁ ଆଣି ପଥର ମାରି ବଧ କଲେ। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ ସନ୍ତାନଗଣ କର୍ମ କଲେ। A very good morning to all. ଆଜି ବାଇବଲ ପଠନ କକ୍ଷରେ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଏ। ଆଜି ଦିନ ସଂଖ୍ୟା 32 ମଙ୍ଗଳବାର।
ଆଜି ଆମ୍ଭେମାନେ ଲେବିୟ ପୁସ୍ତକ 20 ପର୍ବ ଠାରୁ 24 ପର୍ବକୁ ପାଠ କରିବା। ଆଉ ଏହି ଅଂଶର ସାରାଂଶ ଏହି ପ୍ରକାର। ଇସ୍ରାଏଲ ସନ୍ତାନମାନେ ଯେଉଁ ସମସ୍ତ ପାପରୁ ଦୂରେଇ ରହିବା ନିତାନ୍ତ ଆବଶ୍ୟକ ସେଗୁଡ଼ିକର ତାଲିକା ଲେବିୟ 20 ପର୍ବରେ ପ୍ରଦାନ କରାଯାଇଛି, ଯେପରି ଇସ୍ରାଏଲ ସମାଜ ସେସବୁ ଦ୍ୱାରା ପ୍ରଭାବିତ ନ ହୁଏ ବା କଳୁଷିତ ନ ହୁଏ। ଏପରି କୌଣସି ବିଷୟ ଥିଲା ଯାହାକୁ ହାରଣ ବଂଶୀୟ ଯାଜକମାନେ ନିତାନ୍ତ ମାନିବା ଉଚିତ ଓ ପର୍ବ ତଥା ବିଶେଷ ଦିନଗୁଡ଼ିକ ଯାହାକୁ ତାହାଙ୍କର ସନ୍ତାନମାନେ ନିରନ୍ତର ପାଳନ କରିବା ଉଚିତ। ଇସ୍ରାଏଲର 3 ଗୋଟି ମୁଖ୍ୟ ପର୍ବ ଥିଲା। ସେଗୁଡ଼ିକ ହେଉଛି ନିସ୍ତାର ପର୍ବ, ପେଣ୍ଟିକୋଷ୍ଟ, ଯାହାକୁ ସପ୍ତାହ ବା ଫସଲ ଅମଳର ପର୍ବ ମଧ୍ୟ କୁହାଯାଏ, ଓ ପତ୍ର କୁଟୀର ପର୍ବ। ବିଭିନ୍ନ ବଳିଦାନ ଗୁଡ଼ିକ ଦ୍ୱାରା ଈଶ୍ୱର ସେମାନଙ୍କ ଲୋକମାନଙ୍କୁ ସେମାନଙ୍କର ପାପ ସବୁକୁ ଜାଣିବା ପାଇଁ ଓ ସେମାନଙ୍କର ପୂର୍ବପୁରୁଷମାନଙ୍କ ପାଇଁ ସେ କରିଥିବା ବିଷୟଗୁଡ଼ିକୁ ସ୍ମରଣ କରିବା ପାଇଁ ଶିକ୍ଷା ଦିଅନ୍ତି। ସେ ସେମାନଙ୍କୁ ସ୍ମରଣ କରାଇ ଦିଅନ୍ତି ଯେପରି ସେମାନେ ଈଶ୍ୱର ଓ ମନୁଷ୍ୟମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଜାଣିବେ। ଇସ୍ରାଏଲ ସଂସ୍କୃତିର ଅଂଶ ହେବା ନିମନ୍ତେ ଏହି ସମସ୍ତ ପର୍ବ ସ୍ଥାପନ କରାଗଲା। ଆମ୍ଭେ ତୁମ୍ଭର ପରମେଶ୍ୱର ଓ ତୁମ୍ଭେ ଆମ୍ଭର ଲୋକ। ବିଭିନ୍ନ ବିଧି ଓ ପର୍ବଗୁଡ଼ିକ ମାଧ୍ୟମରେ ଇସ୍ରାଏଲମାନଙ୍କୁ ସେମାନଙ୍କ ପରିଚୟର ଶିକ୍ଷା ପ୍ରଦାନ କରାଗଲା। ଏହା ଥିଲା ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶ। ପ୍ରଭୁ ଆମକୁ ଆଶୀର୍ବାଦ କରନ୍ତୁ।